ହୋଇଥାଇପାରେ 2023 କେତେକ ଲୋକଙ୍କ ପାଇଁ ବହୁତ ଦୁଃଖଦାୟକ ହୋଇଥିବ। ଯେଉଁପରି ଭାବେ ଦୁନିଆ ବଦଳୁଛି, ଅନେକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ ଆସିଥିବ, ରିଜେକ୍ସନ୍ ମିଳିଥିବ, ଇନସଲ୍ଟ ହୋଇଥିବେ, ଫେଲିୟର ସାମ୍ନା ମଧ୍ୟ କରିଥିବେ। ଜୀବନର ଏହି ଗୋଟିଏ ବର୍ଷ ଭିତରେ ଜଣା ନାହିଁ କେତେ କେତେ କଠିନ ପରିସ୍ଥିତିର ତୁମେ ସାମ୍ନା କରିଥିବ। ଆମ ଦେଶର କୋଟି କୋଟି ଲୋକ ରିଲ୍ସ ଏବଂ ସର୍ଟସ୍ ଦେଖି ପୁରା 1 ବର୍ଷ ବିତେଇ ଦେଇଥିବେ। କିନ୍ତୁ ଥରେ ନିଜକୁ ନିଜେ ପ୍ରଶ୍ନ କର, ତୁମେ ଏତେ ସର୍ଟସ୍ ଦେଖି ଦେଖି କ'ଣ ପାଇଛ? ନିଜକୁ ନିଜେ ଗିଲ୍ଟ ଫିଲ୍ କରୁଛ ନା ସମୟ ପଳାଇ ଯାଇଥିବାରୁ ପଶ୍ଚାତାପ କରୁଛ? ଯଦି ସତରେ ତୁମେ ପଶ୍ଚାତାପ କରୁଛ, ତେବେ ଭିଡ଼ିଓ ତୁମ ପାଇଁ ଅଟେ। ଅଧିକ କିଛି ନ ଭାବି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତୁମ ମନ ନିଶ୍ଚିନ୍ତ ଭାବରେ ସୁଦୃଢ଼ ହେବ। ଯେଉଁପରି ଭାବେ 2023ରେ କୋହଲି ବିରାଟ କମ୍ବ୍ୟାକ୍ କରିଥିଲେ, ଏବେ ଆପଣଙ୍କର ସମୟ 2024ରେ ତୁମେ ବି କମ୍ବ୍ୟାକ୍ କର, ଆଉ ସେଟା ବି ଗ୍ରେଟେଷ୍ଟ କମ୍ବ୍ୟାକ୍ ହେବା ଆବଶ୍ୟକ। ପ୍ରଥମେ ତୁମେ ଏହି କଥାକୁ ବୁଝିଯାଅ କି ନିଜକୁ ଚେଞ୍ଜ କରାଇବାର ଇଚ୍ଛା ହିଁ ତୁମକୁ ପ୍ରକୃତରେ ଚେଞ୍ଜ କରାଇଥାଏ। ଆଉ ଯେତେ ଅଧିକ ଇଚ୍ଛା ହେବ ତୁମର ଜୀବନରେ ସେତେ ବଡ଼ ଚେଞ୍ଜ ଆସିବ। ଏଥିରୁ ପ୍ରମାଣିତ ହୋଇଥାଏ କି ସେ ହିଁ ନିଜକୁ ଚେଞ୍ଜ କରିପାରିବ ଯିଏ ନିଜକୁ ବଦଳାଇବାକୁ ଚାହିଁବ। ମଣିଷ ଆରମ୍ଭରୁ ନିଜକୁ ନିଜେ ବଦଳାଇବାକୁ ଇଚ୍ଛା କରିଥିବାରୁ ଆଦିମାନବରୁ ଆସି ପୂର୍ଣ୍ଣାଙ୍ଗ ମଣିଷ ହୋଇପାରିଲା। କିନ୍ତୁ ତୁମେ ଯଦି କୁକୁରକୁ ଦେଖିବ, ସେ 1000 ବର୍ଷ ପୂର୍ବେ 4 ଗୋଡ଼ରେ ଚାଲୁଥିଲା, ଆଜି ବି ଚାଲୁଛି। କ'ଣ ପାଇଁ ନା ସେ ନିଜକୁ ବଦଳାଇବାକୁ ଚାହୁଁ ହିଁ ନାହିଁ। କିନ୍ତୁ କୁକୁର ମଧ୍ୟ 2ଟି ଗୋଡ଼ରେ ଚାଲିପାରିବ ଯଦି ତାକୁ ଶିଖାଇ ଦିଆଯିବ। ସିଂହ ମଧ୍ୟ ନିଆଁରେ ସର୍କସରେ ଡେଇଁ ପାରୁଛି ଯଦି ତାକୁ ଶିଖାଇ ଦିଆଯାଏ ତ। କିନ୍ତୁ ପଶୁଜନ୍ତୁମାନେ କେବେ ବି ନିଜ ଇଚ୍ଛାରେ ଶିଖିବାକୁ ଚାହିଁନଥାନ୍ତି, ଏଥିପାଇଁ ତାଙ୍କ ଭିତରେ କୌଣସି ପରିବର୍ତ୍ତନ ଆସିନଥାଏ। ଏହିପରି ଯଦି ତୁମେ ନିଜକୁ ନିଜେ ପରିବର୍ତ୍ତନ କରିବା ପାଇଁ ଚାହିଁବ ନାହିଁ, ତେବେ ମୋ ପରି 1000 ଲୋକ ମଧ୍ୟ ଆସିଗଲେ, ଯେତେ ବି ବଡ଼ ପାଟିରେ ଚିଲେଇକି ବୁଝେଇଲେ ମଧ୍ୟ କିଛି ବି ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଯଦି ସତରେ ତୁମକୁ ନିଜକୁ ବଦଳାଇବାର ଅଛି, ଆଗରେ 1000 ଲୋକ ତୁମକୁ ରୋକିବା ପାଇଁ ଆସିଗଲେ ମଧ୍ୟ କେହି ବି ତୁମକୁ ରୋକିପାରିବେ ନାହିଁ। ଏଥିପାଇଁ ସବୁଠାରୁ ପ୍ରଥମ ମହତ୍ତ୍ୱପୂର୍ଣ୍ଣ ପାହାଚ ହେଉଛି ନିଜକୁ ବଦଳାଇବାର ଇଚ୍ଛା ଶକ୍ତି, ନିଜକୁ ନିଜେ ଅପଗ୍ରେଡ୍ କରାଇବାର ସଂକଳ୍ପ। ଯଦି ସଂକଳ୍ପ କରିପାରିବ ନା, ତେବେ 2024 ବର୍ଷ ହିଁ ତୁମର ଅଟେ। କାରଣ ବ୍ରହ୍ମାଣ୍ଡର ସବୁଠାରୁ ମହାନ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତାରେ କୁହାଯାଇଛି କି ଯଦି କୌଣସି ବ୍ୟକ୍ତି କୌଣସି କାର୍ଯ୍ୟକୁ କରିବା ପାଇଁ ସଂକଳ୍ପ ନେଇଯାଇଥାଏ, ତେବେ ପର୍ବତ ମଧ୍ୟ ତା ସାମ୍ନାରେ ସୋରିଷ ସମାନ ହୋଇଯାଇଥାଏ। ତାପରେ କୌଣସି କଠିନ ପରିସ୍ଥିତି ତାର ରାସ୍ତାକୁ ରୋକି ପାରିନଥାଏ। କାରଣ ପ୍ରକୃତିରେ ସବୁଠାରୁ ଯଦି ବଡ଼ କୌଣସି ଶକ୍ତି ରହିଥାଏ, ତାହା ହେଉଛି ସଂକଳ୍ପର ତାକତ। ଯେତେବେଳେ କୌଣସି ଛୋଟ ଝରଣା ସଂକଳ୍ପ କରିଦେଇଥାଏ, ସେତେବେଳେ ବଡ଼ ବଡ଼ ପାହାଡ଼ ପର୍ବତକୁ ଭେଦ କରି ବୋହିଯାଇଥାଏ। ଆଉ ଯେତେବେଳେ ଛୋଟ ମଞ୍ଜିଟିଏ ଅଙ୍କୁରିତ ହୋଇ ବଢ଼ିବାକୁ ଲାଗିଥାଏ, ସେ ପାର୍ବତ୍ୟ ଭୂମି ହୋଇଥିଲେ ମଧ୍ୟ ତାକୁ ଭେଦ କରି ବଢ଼ି ଯାଇଥାଏ। ସଂକଳ୍ପ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଥାଏ। ଏଥିପାଇଁ ତୁମର ପ୍ରଥମ ପାହାଚ ଏ ବର୍ଷରେ ହେବା ଆବଶ୍ୟକ କି ନିଜକୁ ବଦଳାଇବାର ସଂକଳ୍ପ। ଗୌତମ ବୁଦ୍ଧ କହିଥିଲେ କି ମଣିଷର ସବୁଠାରୁ ବଡ଼ ଭୁଲ ଏହା ହୋଇଥାଏ କି ତାକୁ ଲାଗିଥାଏ କି ତା ପାଖରେ ଆହୁରି ବହୁତ ସମୟ ଅଛି। ଆଉ ଯେଉଁମାନଙ୍କୁ ଲାଗୁଛି କି ତାଙ୍କ ପାଖରେ ବହୁତ ସମୟ ଅଛି, ତେବେ ସେ ବହୁତ ବଡ଼ ଭ୍ରମରେ ହିଁ ଜିଉଅଛନ୍ତି। ଜୀବନର 20 ବର୍ଷ ତୁମର କେତେବେଳେ କଟିଗଲା ତୁମକୁ କ'ଣ ଜଣାପଡ଼ିଲା? ସେହିପରି ତୁମକୁ କେତେବେଳେ 30 ବର୍ଷ ମଧ୍ୟ ହୋଇଯାଇଥିବ, ଜଣା ହିଁ ପଡ଼ିବ ନାହିଁ। ସେହିମାନଙ୍କୁ ଏବେ ଯାଇ ପଚାରି ଦେଖ ଯାହାକୁ ଏବେ 30 ବର୍ଷ ହୋଇସାରିଛି, ତାଙ୍କୁ ମଧ୍ୟ ଜଣା ନାହିଁ କେତେବେଳେ ସମୟ ତାଙ୍କ ହାତରୁ ଚାଲିଯାଇଛି। ଆଉ ତୁମର ମଧ୍ୟ ଏମିତି ହୋଇ ସଂସାର ମାୟାରେ ଫସି ସମୟ ଚାଲିଯିବ, ସ୍ୱପ୍ନ ଭାଙ୍ଗିଯିବ, ଆଉ କିଛି ବି ଚାହିଁଲେ କରିପାରୁନଥିବ। ସେଥିପାଇଁ ତୁମ ପାଖରେ ଯେତେ ବି ସମୟ ଅଛି ତାହା ସୀମିତ ଅଟେ। ତୁମର ବୟସ ମଧ୍ୟ ସୀମିତ ଅଟେ, ଆଉ ତୁମ ଏନର୍ଜି ମଧ୍ୟ ସୀମିତ ଅଟେ। ଯେଉଁ ଏନର୍ଜି ଏବେ ତୁମ ପାଖରେ ଅଛି ଆଉ 2 ଥର ଆସିବ ନାହିଁ। ଯେଉଁ ଜୋସ୍ ଏବେ ତୁମ ପାଖରେ ଅଛି ଆଉ କେବେ ଆଗକୁ ଆସିବ ନାହିଁ। ତୁମେ ସେଇ ଜୋସ୍କୁ ଭୋଗ ବିଳାସ କରିବାରେ ଲଗାଉଛ, ପରଲୋକର ବିଷୟରେ ଆଲୋଚନା କରିବାରେ ଲଗାଉଛ, ଖାଲି ବସି ଭାବି ଭାବି ୱେଷ୍ଟ କରୁଛ, କିନ୍ତୁ କିଛି ବି କାର୍ଯ୍ୟ କରୁନାହଁ। ଆଉ ଯେତେବେଳେ ତୁମେ ଏହା ବୁଝିପାରିବନି କି ସମୟ ସୀମିତ ଅଟେ, ବୟସ ସୀମିତ ଅଟେ,
ତେବେ ପରେ ଖାଲି ରହିଯାଇଥିବ ପଶ୍ଚାତାପ କରିବା। ଯଦି ତୁମକୁ କିଛି ବଡ଼ କରିବାର ଅଛି ସେହି କାର୍ଯ୍ୟ 6 ମାସରେ ହୋଇଯାଇ ନଥାଏ, ସେଥିପାଇଁ ଲାଗିଥାଏ 5 ରୁ 6 ବର୍ଷ। ତୁମ ପାଖରେ ସମୟ କାହିଁ? ପ୍ରତି ସେକେଣ୍ଡରେ ତୁମ ପାଖରୁ ସମୟ ଚାଲି ଯାଉଛି। ତୁମକୁ ଜାଗ୍ରତ ହେବାକୁ ପଡ଼ିବ। ନିଜକୁ ନିଜର ସମ୍ଭାବନାକୁ ଜାଣିବାକୁ ହିଁ ପଡ଼ିବ। ଗୋଟିଏ ସାଧାରଣ ଲୋକର ସମ୍ଭାବନା ଏମିତି ଏକ ମହାସାଗର ପରି ହୋଇଥାଏ ଯେଉଁଥିରେ କେବେ ଯାତ୍ରା କରାଯାଏ ନାହିଁ ଏବଂ ଏକ ମହାଦ୍ୱୀପ ପରି ହୋଇଥାଏ ଯାହାକୁ ଏପର୍ଯ୍ୟନ୍ତ ଖୋଜାଯାଇ ନାହିଁ। ନିଜ ସମ୍ଭାବନାକୁ ନିଜେ ଚିହ୍ନ ଆଉ ଜାଗି ଉଠ ଆଉ ବଦଳେଇ ଦିଅ ନିଜେ ନିଜକୁ। ବହୁତ ଟାଇମ୍ ୱେଷ୍ଟ କରିଦେଲ, ଅନେକ ରିଲ୍ସ ଦେଖିଦେଲ, କମ୍ଫର୍ଟ ଜୋନ୍ରେ ବହୁତ ରହିଗଲ, ସାଧାରଣ ଜୀବନ ବହୁତ ଅତିବାହିତ କରିଦେଲ। ଆଜିଠାରୁ ଏବେଠାରୁ ସେହି କାର୍ଯ୍ୟ କର ଯେଉଁଥିପାଇଁ ତୁମେ ଜନ୍ମଗ୍ରହଣ କରିଛ। ନିଜର ସ୍ୱପ୍ନକୁ ହାସଲ କରିବା ପାଇଁ ବଞ୍ଚ, ଖାଲି ଭାବି ରୁହ ନାହିଁ, ତାକୁ କାର୍ଯ୍ୟରେ କର। ଶେଷରେ ଗୋଟିଏ ଜିନିଷ ଦରକାର 2024କୁ ତୁମ ନାଁରେ କରାଇବାରେ, ତାହା ହେଉଛି ଦୃଢ଼ ସଂକଳ୍ପ। ଯଦି ଆଜି ତୁମେ ସଂକଳ୍ପ କରୁଛ କି ନିଜକୁ ବଦଳାଇବା ପାଇଁ, ତେବେ ଦୁନିଆର କୌଣସି ଶକ୍ତି ତୁମକୁ ପଥରୋଧ କରିପାରିବ ନାହିଁ। ଆଉ ସଂକଳ୍ପରେ ଏମିତି ଶକ୍ତି ଅଛି, ଏହି ବର୍ଷ କ'ଣ ତୁମ ଜୀବନର ସବୁ ବର୍ଷ ତୁମର ନାମରେ କରିପାରିବ। ଖାଲି ମୋଟିଭେସନ୍ ନିଅନ୍ତୁ ନାହିଁ, କାର୍ଯ୍ୟରେ କର ଆଉ ସଂକଳ୍ପ ନିଅ କି ନିଜକୁ ବଦଳାଇବାର ଆଉ ନିଜକୁ ଏମିତି ଲେବଲରେ ଆଣି ପହଞ୍ଚାଅ କି ତୁମେ ନିଜେ ଆଉ ତୁମ ମାତା ପିତା ତୁମ କାର୍ଯ୍ୟରେ ଯେପରି ଗର୍ବ କରିବେ। ଆଶା କରୁଛି ଭିଡ଼ିଓଟି ତୁମକୁ ଭଲ ଲାଗିଥିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ଲାଇକ୍ ସେୟାର କରିବେ। ଜୟ ଜଗନ୍ନାଥ।